ସୁଭଦ୍ରା ଟଙ୍କା ପାଇବା ଲାଗି ହିତାଧାରୀଙ୍କୁ ପରାମର୍ଶ ଦେଲେ ଉପମୁଖ୍ୟମନ୍ତ୍ରୀ। ସୁଭଦ୍ରା ଟଙ୍କା ପାଇବା ଲାଗି ହିତାଧାରୀଙ୍କୁ ପରାମର୍ଶ ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଆଜି ନିମାପଡ଼ାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ବେଳେ ସେ କହିଛନ୍ତି ପ୍ରାୟ 5 ଲକ୍ଷ ହିତାଧିକାରୀଙ୍କ ଆଧାର କାର୍ଡ଼ ବ୍ୟାଙ୍କ ଆକାଉଣ୍ଟ ସହ ଲିଙ୍କ ହୋଇନଥିବାରୁ ସେମାନଙ୍କର ରେଜିଷ୍ଟ୍ରେସନ ରଦ୍ଦ ହୋଇଯାଇଛି। ଭୁବନେଶ୍ୱରରେ ସୁଭଦ୍ରା ଟଙ୍କା ପାଇବା ଲାଗି ହିତାଧିକାରୀଙ୍କୁ ପରାମର୍ଶ ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଆଜି ନିମାପଡ଼ାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ବେଳେ ସେ କହିଛନ୍ତି ପ୍ରାୟ 5 ଲକ୍ଷ ହିତାଧିକାରୀଙ୍କ ଆଧାର କାର୍ଡ଼ ବ୍ୟାଙ୍କ ଆକାଉଣ୍ଟ ସହ ଲିଙ୍କ ହୋଇନଥିବାରୁ ସେମାନଙ୍କର ରେଜିଷ୍ଟ୍ରେସନ ରଦ୍ଦ ହୋଇଛି। ଅନେକ ଏକାଧିକ ବ୍ୟାଙ୍କ ଆକାଉଣ୍ଟ ଆଉ ଏକାଧିକ ନମ୍ବର ରହିଛି। ଗୋଟିଏ ଆକାଉଣ୍ଟ ସହ ସେହି ନମ୍ବରରେ ଯେପରି ଆଧାର କାର୍ଡ଼ ସହ ସଂଯୋଗ ଥିବ ତାହେଲେ ସୁଭଦ୍ରା ଟଙ୍କା ଯୋଗାଇବାର ସୁବିଧା ହେବ। 5 ଲକ୍ଷ ହିତାଧିକାରୀଙ୍କ ଆଧାର କାର୍ଡ଼ ବ୍ୟାଙ୍କ ଆକାଉଣ୍ଟ ସହ ଲିଙ୍କ ହୋଇନଥିବାରୁ ସେମାନେ ରେଜିଷ୍ଟ୍ରେସନ ରଦ୍ଦ ହୋଇଛି। 2,67,000 ରଦ୍ଦ ତାଲିକାକୁ ଯାଞ୍ଚ ପାଇଁ ବ୍ଲକ ଅଫିସକୁ ପଠାଯାଇଛି। ସେମାନଙ୍କର ତଥ୍ୟକୁ ନେଇ ସତ୍ୟାସତ୍ୟ ପରଖିବେ ଅଙ୍ଗନବାଡ଼ି କର୍ମୀ। ଯେଉଁମାନେ ଯୋଗ୍ୟ ହିତାଧିକାରୀ ସେମାନଙ୍କୁ ସୁନିଶ୍ଚିତ ସୁଭଦ୍ରା ଟଙ୍କା ଯୋଗାଇ ଦିଆଯିବ। ସେହିପରି ଆହୁରି କହିଛନ୍ତି 2,67,000 ରଦ୍ଦ ତାଲିକାକୁ ଯାଞ୍ଚ ପାଇଁ ବ୍ଲକ ଅଫିସକୁ ପଠାଯାଇଛି। ସେମାନଙ୍କୁ ତଥ୍ୟକୁ ନେଇ ସତ୍ୟାସତ୍ୟ ପରଖିବେ ଅଙ୍ଗନବାଡ଼ି କର୍ମୀ। ଯେଉଁମାନେ ଯୋଗ୍ୟ ହିତାଧିକାରୀ ସେମାନଙ୍କୁ ସୁନିଶ୍ଚିତ ସୁଭଦ୍ରା ଟଙ୍କା ଯୋଗାଇ ଦିଆଯିବ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ବହୁତ ବଡ଼ ସୂଚନା ଦେଇଛନ୍ତି ନିମାପଡ଼ାରେ। ଯେଉଁମାନେ ଯୋଗ୍ୟ ସେମାନେ ପାଇବେ, କେହି ବାଦ ପଡ଼ିବେନି। ଆଉ ଯଦି ଭିଡ଼ିଓଟି ଭଲ ଲାଗିଥାଏ ଗୋଟେ ଲାଇକ୍ ସବସ୍କ୍ରାଇବ୍ କରିବେ। ରହିଲି, ନମସ୍କାର, ଜୟ ଜଗନ୍ନାଥ।